ଗପ ରୂପରେ ଗୀତା ଚତୁର୍ଥ ଅଧ୍ୟାୟ ଜନ୍ମ ମରଣ କଷ୍ଟରୁ ପାରି ହେବା କେମିତି। ହିମାଳୟ ପର୍ବତ ତଳେ ମଠଟିଏ। ଶହ ଶହ ସାଧୁସନ୍ଥ ସେହି ମଠରେ ରହନ୍ତି। ସେମାନଙ୍କ ମଧ୍ୟରୁ 3 ଜଣ ସାଧୁଙ୍କ କଥା ଏଠାରେ କହୁଛି। ଜଣଙ୍କର ନାଁ ମୋହନ। ଭାରି କାମିକା ସାଧୁ ସେ। ମଠର ତୁଳସୀ କିଆରୀର ଯତ୍ନ ନିଅନ୍ତି। ନିଜ ଲୁଗାପଟା ଲୋଟା ଚିମୁଟା ଉପରେ ପୁରା ନଜର ରଖୁଥାନ୍ତି। ତାଙ୍କ ଜିନିଷ ଟିକିଏ ଏପାଖ କି ସେପାଖ ହେଲେ ରାଗି ନିଆବାଣ ହୋଇଯାଆନ୍ତି। ଭାରି ମିଠେଇ ପ୍ରିୟ ମୋହନ ବାବା। ଲଡ଼ୁ କି ପେଡ଼ା ଯଦି ପାଇଲେ ଆକଣ୍ଠ ଗିଳିଯିବେ। ସେଥିପାଇଁ ମଠ ଭିତରେ ଓ ବାହାରେ ସେ ମିଠେଇ ବାବା ନାମରେ ପରିଚିତ ଥିଲେ। ଆଉ ଜଣେ ସାଧୁ ଥିଲେ ସେବାନନ୍ଦ ବାବା। ଏଇ ନାଁରେ ସେ ସବୁଠି ପରିଚିତ ଥିଲେ। ନାଁ ଯେମିତି ତାଙ୍କ କାମ ସେମିତି। ସେ ମଠର ସବୁ ସାଧୁସନ୍ଥଙ୍କର କିଛି ନା କିଛି ସେବା କରୁଥିଲେ। କୌଣସି ସାଧୁ ବେମାର ପଡ଼ିଲେ ସେ ରାତି ଦିନ ତାଙ୍କ ସେବାରେ ଲାଗି ଯାଉଥାନ୍ତି। ସେ କାହାଠାରୁ ପ୍ରଶଂସା ଶୁଣିବାକୁ ଚାହୁଁନଥିଲେ। କେହି ତାଙ୍କର ପ୍ରଶଂସା କଲେ ସେ ଜମା ଖୁସି ହେଉନଥିଲେ। ସବୁବେଳେ ଭଗବାନଙ୍କଠାରେ ମନ ରଖିଥାନ୍ତି। ତୃତୀୟ ସାଧୁଙ୍କ ନାଁ ଜ୍ଞାନାନନ୍ଦ। ସେ ଭାରି ଜ୍ଞାନୀ ବାବା ଜଣେ। ବେଶୀ ସମୟ ଆଖି ବୁଜି ଧ୍ୟାନରେ ବସି ରହନ୍ତି। ଖାଇବା ପିନ୍ଧିବା କଥାରେ ତାଙ୍କର ମନ ନଥାଏ। ଯାହା ମିଳିଲା ସେଥିରେ ସନ୍ତୁଷ୍ଟ। ନ ପାଇଲେ ବି ଦୁଃଖ ନାହିଁ। ମଠରେ ଥାଇ ବି ନଥିଲା ପରି ଥାଆନ୍ତି। ସେ ଭଲ ମନ୍ଦ ବୁଝିଥିଲେ। ଏ ଦେହ ଆଜି ଅଛି କାଲି ନଥିବ। ତେଣୁ ଆତ୍ମାକୁ ପରମାତ୍ମାଙ୍କ ସହିତ ଲଗାଇବାକୁ ପଡ଼ିବ, ମାନେ ଯୋଗ କରିବାକୁ ପଡ଼ିବ। ମଠର ମହନ୍ତ ମହାରାଜ ମୋହନ ବାବାଙ୍କୁ ଭଲ ପାଉନଥିଲେ। ଅନ୍ୟ ସାଧୁଙ୍କ ପାଖରେ ବସି ଏଣୁ ତେଣୁ ଗପୁଥିବାରୁ ସେ ବେଳେବେଳେ ତାଙ୍କ ଉପରେ ବିଗୁଡ଼ୁଥିଲେ। କିନ୍ତୁ ସେବାନନ୍ଦ ବାବାଙ୍କୁ ସେ ଭାରି ଭଲ ପାଉଥିଲେ। କହୁଥିଲେ, ସାଧୁ ହେବ ତ ଏମିତି। କିରେ କାମ କଲି ବୋଲି ଢୋଲ ପିଟିବ କାହିଁକି? ଏମିତିକା କାମର ମୂଲ୍ୟ କିଛି ରହେ ନାହିଁ। ଆଉ ମହନ୍ତ ମହାରାଜ ନିଜେ ମଠର ମାଲିକ ହୋଇ ବି ଜ୍ଞାନାନନ୍ଦ ବାବାଙ୍କୁ ଭାରି ସମ୍ମାନ ଦେଖାଉଥିଲେ। ଦିନ ପରେ ଦିନ ଗଡ଼ି ଚାଲିଲା। ଏଇ 3 ସାଧୁ ବୁଢ଼ା ହୋଇ ଜଣକ ପରେ ଜଣେ ଦେହ ଛାଡ଼ିଲେ। ମଲା ପରେ ମିଠେଇ ବାବା ଗୋଟିଏ ମିଠେଇ ଦୋକାନୀ ଘରେ ପୁଅ ହୋଇ ଜନ୍ମ ହେଲେ। କିନ୍ତୁ ସେବାନନ୍ଦ ବାବା ଓ ଜ୍ଞାନାନନ୍ଦ ବାବା ମରିବା ପରେ ଆଉ ଜନ୍ମ ନେଲେ ନାହିଁ। ସେମାନେ ମୋକ୍ଷ ପାଇଗଲେ। ଭଗବାନଙ୍କ ସହ ଏକ ହୋଇଗଲେ। କି ଭାଗ୍ୟ ସେମାନଙ୍କ ସତରେ। ଗୀତାର ଚତୁର୍ଥ ଅଧ୍ୟାୟର ସାର କଥା ଏହି କାହାଣୀର ସାର କଥା ପରି। ମନୁଷ୍ୟ ଥରକୁ ଥର ଏ ସଂସାରରେ ଜନ୍ମ ନିଏ, ପୁଣି ମରେ। ଜୀବନରେ ନାନା ଦୁଃଖ କଷ୍ଟ ଅଶାନ୍ତି ଭୋଗ କରେ। ତେଣୁ ଆମେ ଏମିତି କାମ କରିବା ଯାହା ଯୋଗୁଁ ଏ ସଂସାରରେ ଆଉ ଜନ୍ମ ନେବା ନାହିଁ। ସବୁ କାଳ ପାଇଁ ଜନ୍ମ ମରଣ କଷ୍ଟରୁ ପାରି ହୋଇଯିବା, କର୍ମ ବନ୍ଧନରୁ ମୁକୁଳି ଯିବା। ଏଇଥିପାଇଁ 2ଟି ଉପାୟ ଅଛି। ଗୋଟିଏ ହେଲା ପର ପାଇଁ ଭଲ କାମ କର, ହେଲେ ମୁଁ ତାହା କରିଛି ବୋଲି ଭାବ ନାହିଁ। ଏଇ ମୁଁ କାର ଭାବ ଆମର ସବୁ ବିଗାଡ଼ି ଦେବ। ଗୋଟାଏ କଥା ବୁଝ, କାମ ହେଲା ଯଜ୍ଞ। ଯଜ୍ଞ କଲେ ତା ଫଳ ମିଳେ। ସେହିପରି କାମର ନିଶ୍ଚୟ ଗୋଟାଏ ଫଳ ମିଳିବ। କାମ କର, କିନ୍ତୁ ତା ଫଳରେ ଆଶା ରଖ ନାହିଁ। ଯଦି ଆଶା ରଖିଲ, ତେବେ ତୁମେ ପୁଣି ଜନ୍ମ ହେବ। ସବୁଠାରୁ ଭଲ ହେବ ଏମିତି କଲେ। ସମସ୍ତଙ୍କ ମଙ୍ଗଳ ପାଇଁ ତୁମ କାମର ଫଳକୁ ପରମାତ୍ମାଙ୍କୁ ଦେଇଦିଅ। ତାହା କଲେ ପରମାତ୍ମାଙ୍କ ପାଖକୁ ଯିବା ପାଇଁ ତୁମ ବାଟ ଫିଟିଯିବ। ତାଙ୍କ ଜାଗା ହେଲା ତୁମ ମୂଳ ଘର। ସେଇଠି ପହଞ୍ଚିଗଲା ପରେ ଏ ସଂସାରକୁ ଆଉ ପଚାରେ କିଏ? ଦ୍ୱିତୀୟ କଥା ହେଲା ଆତ୍ମା ଓ ପରମାତ୍ମା କଥା ଠିକ୍ ଭାବେ ବୁଝିବା। ଆମ ଆତ୍ମାର ପରମାତ୍ମାଙ୍କ ସହିତ ସମ୍ବନ୍ଧ ଅଛି। ଆମ ଦେହ ଏପରିକି ଏ ସଂସାର ବି ଦିନେ ନଷ୍ଟ ହେବ। ସଂସାର ଗଢ଼ିବା ଓ ଭାଙ୍ଗିବା ପରମାତ୍ମାଙ୍କ ଇଚ୍ଛାରେ ହୁଏ। ତେଣୁ ସଂସାର କଥା ନ ଭାବି ଭଗବାନଙ୍କ ସହିତ ନିଜକୁ ଯୋଗ କରିଦିଅ। ତାହାହେଲେ ତୁମେ ଜନ୍ମ ମରଣ କଷ୍ଟରୁ ପାରି ହୋଇଯିବ। ଏଠାରେ ଆଉ ଗୋଟିଏ କଥା ସବୁବେଳେ ମନେ ରଖିବ। ଆମେ ନିଜକୁ ବଞ୍ଚାଇବା ପାଇଁ ଓ ପରିବାର ଚଳାଇବା ପାଇଁ କାମ କରିବା। କିନ୍ତୁ ଆମ କାମର ଫଳରେ ସୁଖୀ କି ଦୁଃଖୀ ହେବା ନାହିଁ। ଭଗବାନଙ୍କଠାରେ ମନ ରଖିଥିବା। ଜୋତା ତିଆରି କରିବା ହେଲା ମଚିର କୌଳିକ ବୃତ୍ତି। ଏ କାମ ସେ କରୁ, କିନ୍ତୁ ତା ମନ ଭଗବାନଙ୍କ ଠାରେ ଥାଉ। ତାହାହେଲେ ସେ ବି ତାଙ୍କର ପ୍ରିୟ ହୋଇପାରିବ।
ମୂଳ କଥା ହେଲା କାମ ଭିତରେ ବୁଡ଼ି ଯାଅ ନାହିଁ। କାମ କଲାବେଳେ ଭଗବାନଙ୍କୁ ଭୁଲି ଯାଅ ନାହିଁ। ତାହେଲେ ତୁମେ ସହଜରେ ତାଙ୍କୁ ପାଇପାରିବ। ବନ୍ଧୁଗଣ, ଆଶା କରେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରନ୍ତୁ ଏବଂ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।